ମୁଁ ଅନୁରୋଧ କରୁଛି କି କମିଟି ଭାଇମାନଙ୍କୁ मुरली भाईना को एठाकर अतिथि अशोक समाजसेवी अशोक भूल को सम्मानित करेंगे। धन्यवाद। मैं अनुरोध करुच्ची कि सदा पूजारी को सम्मान नाटक को सम्मानित करेंगे। सदा पूजारी धन्यवाद। धन्यवाद। पूजारी बाबू पूजारी बाबू को अनुरोध कराऊँ यथाशीघ्र कहीं समय अभाव यथाशीघ्र मंत्र को आस कमिटी तरफ आम अनुरोध करुँ गुरु को कमिटी तरफ सम्मानित करेंगे। मन गुरु मंच निकट को गणेश भाई टीपी भाई को सम्मानित करेंगे। गेरापुर ग्राम नूतन नाटक आमर मुंडागुड़ा ग्राम केशव गुरु द्वारा परिवेशन होता परस्त्री मरण निश्चित मरण नुआ नाटक आज मुंडागुड़ा ग्राम केशव गुरु आउ केरापुर ग्रामवासी यही नाटक को बहुत दिन शिखी आज नाटक को ओपनिंग कर तेणुक मु जगन्नाथ पाखे प्रार्थना करुच्ची जे यही नाटक बहु मात्रा बुली ए गाँव में सुख और शांतिमय फेरे आउ यही नाटक कमिटी को आउ गाँव वाला को अशेष अशेष धन्यवाद। आम मान अतिथि रूपे बहुत दूर दूर गाँव समस्त को डाक खास कर मो गाँव मोर बड़ बापा सुरेंद्र दादा को रमेश भाई को आउ चमुरु पूर्णापुरी चमुरु भाई को आ मोर सान भाई सुमित पट्टनायक आ गोटे आमर बड़तुलिया भाई अच्छा पवित्र
ଆଉ ବୁଲୁ ଭାଇନା ମଧ୍ୟ ତାଙ୍କେ ପ୍ରତ୍ୟେକ ନାଟକରେ ତାଙ୍କର ସହଯୋଗ ସାହାଯ୍ୟ ସମର୍ଥନ ପାଉଛି। ଆଉ ଆମର ସାନ ଭାଇନା ବି ଅଛନ୍ତି। ସମସ୍ତେ କେରାପୁର କମିଟି ଅନୁରୋଧ କରିଥିବାରୁ ସମସ୍ତେ ଉପସ୍ଥିତ ଅଛନ୍ତି। ମୁଁ ବି ସମସ୍ତଙ୍କୁ ଧନ୍ୟବାଦ ଦେଉଛି। ଆଉ କୋରାପୁଟ କମିଟି ନାଟକ କମିଟିକୁ ବି ବିଶେଷ ଧନ୍ୟବାଦ ଦେଉଛି ଆମମାନଙ୍କୁ ଏଠାରେ ନିମନ୍ତ୍ରଣ କରିଥିବାରୁ ଧନ୍ୟବାଦ। ମା ଠାକୁରାଣୀ ପାଖରେ ଆମର ନତମସ୍ତକ ଏବଂ ଏହି ନାଟକ କିପରି ଭାବେ ଚାଲିବ ମୁଁ ଗୁରୁଙ୍କୁ ଗୋଟିଏ ଅନୁରୋଧ କେଶବ ଭାଇନାଙ୍କୁ ଠିକରେ ଚାଲୁ, ଗାଁର ପଞ୍ଚାୟତର ଉନ୍ନତି ହଉ, ଗାଁର ନାଁ ହଉ, ଏତିକି କହିକିନା ମୋର ବକ୍ତବ୍ୟ ଶେଷ କରିବି। ନାଟ ଆରମ୍ଭ କରିବା ଲୋକମାନେ ଯେଉଁ ଜିନିଷକୁ ଜଗିଛନ୍ତି। ଏ ଜାଗାରେ କିଛି କହିବାର ନାହିଁ। ମୋର ବୟୋଜ୍ୟେଷ୍ଠ ଗୁରୁ ଅଛନ୍ତି ଆମର ଭାସ୍କର ସାମନ୍ତରାୟ, ଯିଏ ବହୁତ ଦିନରୁ ତାଙ୍କେ ନାଟ ଶିଖେଇଛନ୍ତି ଆଉ ତାଙ୍କେ କିଛି ଆମର ଦର୍ଶକ ମାନଙ୍କୁ ଶିକ୍ଷା ଦେଇଛନ୍ତି। ତେଣୁକରି ମୁଇଁ ଅନୁରୋଧ କରୁଛି, ମୁଇଁ ଭାସ୍କର ଆଜ୍ଞା କିଛି କହିବେ ବୋଲି ମୋର ଅନୁରୋଧ। ଆଜିକା କେରାପୁଟ ଗ୍ରାମର ନୂତନ ନାଟର ଉଦ୍ଘାଟନୀ ଉତ୍ସବରେ ଉପସ୍ଥିତ ସମସ୍ତ ଆଦର ବୟୋଜ୍ୟେଷ୍ଠ କଳାକାର ଭାଇମାନଙ୍କୁ ମୋର ହାର୍ଦ୍ଦିକ শুভেচ্ছা এবং ছোটମାନଙ୍କୁ ମୋର ଆଶୀର୍ବାଦ। ବନ୍ଧୁଗଣ, ଆମର କେଶବ ଭାଇଙ୍କର ନିମନ୍ତ୍ରଣ ରକ୍ଷା କରି ଆମେ ଅବିଭକ୍ତ କୋରାପୁଟ ସାବର ଶ୍ରୀକ୍ଷେତ୍ର ଦେଶିଆ ନାଟପୁର ସଂଘର ମୁଁ ପରାମର୍ଶଦାତା ହିସାବରେ ଆଉ ଆମର ସୁରେନ୍ଦ୍ର ଭାଇନା ବି ପରାମର୍ଶଦାତା ହିସାବରେ ତାଙ୍କର ଅନୁରୋଧ ରକ୍ଷା କରି ଆମେ ଆସିଲୁ। ବିଗତ ଦିନରେ ଆମର ମହାସଂଘର ଯେଉଁ ନିଷ୍ପତ୍ତି ହେଇଥିଲା, ଆଜିକାଲି ତ ସାମାଜିକ ନାଟ ବହୁଳ ଭାବେ ପ୍ରସାର ହେଇଛି, କିନ୍ତୁ ଯେଉଁ ଓଡ଼ିଶା ଆଜି କଳା ସଂସ୍କୃତିକୁ ନେଇ ଗର୍ବିତ ପୌରାଣିକ ଆଧାରିତ ନୃତ୍ୟ ଉପରେ ଆମର ରାଜ୍ୟ ସ୍ତରରେ ବି ବହୁ ଆଲୋଡ଼ନ ସୃଷ୍ଟି ହେଇଛି। ଆମର ମହାସଂଘର ନିଷ୍ପତ୍ତି କ୍ରମେ ଆମର କେଶବ ଭାଇ ଯେଉଁ ଆଜି ସୁନ୍ଦର ପୌରାଣିକ ନାଟଟିଏ ଉଦ୍ଘାଟନ କରିବାକୁ ଯାଉଛନ୍ତି, ମୁଁ ଆମର ମହାସଂଘ ସାବର ଶ୍ରୀକ୍ଷେତ୍ର ଦେଶିଆ ନାଟପୁର ମହାସଂଘ ତରଫରୁ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରୁଛି ଏବଂ କେରାପୁଟର ଭାଇ କଳାକାର ଭାଇମାନଙ୍କୁ ମୋର ଏତିକି ଅନୁରୋଧ, ସେମାନେ ନିଜ ନିଜର କର୍ତ୍ତବ୍ୟ ପଥରେ ହେଳା ନ କରି ନାଟଟି କିପରି ସୁରୁଖୁରୁ ଭାବରେ ମଞ୍ଚସ୍ଥ ହେବ ଏବଂ ସେମାନଙ୍କ ଭିତରେ ଏକତା ଯେମିତି ବଜାୟ ରହିବ, ସେଥି ଦିଗରେ ସେମାନେ ଆପ୍ରାଣ ଚେଷ୍ଟା କରନ୍ତୁ। ପରିଶେଷରେ ମୁଁ ମୋର ବକ୍ତବ୍ୟରେ ଏତିକି କହିବାକୁ ଚାହେଁ, ଭଗବାନ କେଶବ ଭାଇ ତଥା କେରାପୁଟ ଏବଂ ମୁଣ୍ଡାଗୁଡ଼ାରୁ ଯେଉଁ କେଶବ ଭାଇ ଆସି କେରାପୁଟରେ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି, ତାଙ୍କର ସହଯୋଗୀମାନଙ୍କୁ ଧରି ସେମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରି ମୁଁ ମୋର ବକ୍ତବ୍ୟ ଶେଷ କଲି। ପରିଶେଷରେ ଜଗନ୍ନାଥଙ୍କ ନିକଟରେ ମୋର ଏତିକି ପ୍ରାର୍ଥନା, ମେ ଗଡ୍ ବ୍ଲେସ୍ ତୁ ଆମର କେଶବ ଏବଂ